ଷଣ୍ଢ ଲଢ଼େଇରେ ଜଣେ ମୃତ ଜଣେ ଗୁରୁତର। ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ଅଧୀନ ନାଉକା ବ୍ଲକ ଅନ୍ତର୍ଗତ ଗଙ୍ଗଦାହାଟଠାରେ ଦୁଇ ଷଣ୍ଢଙ୍କ ମଧ୍ୟରେ ଭୀଷଣ ଲଢ଼େଇ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ଲଢ଼େଇ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ବେଳେ ବଜାର ରାସ୍ତା କଡ଼ରେ ଥିବା କିଛି ଗୁପଚୁପ ଓ ପରିବା ଦୋକାନ ଭାଙ୍ଗି ଚୁରମାର ହୋଇଥିବା ବେଳେ ଏକ ସେଲୁନ୍ ଦୋକାନରେ ବସିଥିବା ଦୁଇ ବରିଷ୍ଠ ବ୍ୟକ୍ତି ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ବ୍ୟକ୍ତି ଦୁହେଁ ଜଣେ ଗଙ୍ଗଦା ଗ୍ରାମର 70 ବର୍ଷୀୟ ବଟକୃଷ୍ଣ ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣେ ଗୋବରୀକୋଳ ଗ୍ରାମର 72 ବର୍ଷୀୟ କେଳୁଚରଣ ପୋହାଣ ବୋଲି ଜଣାପଡ଼ିଥିଲା। ତେବେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ, କିନ୍ତୁ ବଟକୃଷ୍ଣ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ରାଇମ୍।